ଆମର ଜାନୁଆରୀ ମାସ କତରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ମୁଁ ଚାଉଳ ପାଇନି। ଆଉ ଯେତେବେଳେ ପଚାରିଲା ବେଳକୁ କହୁଛି ଏ ମାସର 70% ଦେଇଛନ୍ତି, ଆଉ 20% ଆଇଲେ ତମେ ଆର 8 ଦିନ ଆସ, ନହେଲେ ଆର ମାସରେ ଆସି ଦିଆଯିବ। ଏଇଭଳିଆ କହିକି ଆସିକି ଏପ୍ରିଲ ମାସ ହେଲା ଏପର୍ଯ୍ୟନ୍ତ ଚାଉଳ ମତେ ଦେଇନାହାନ୍ତି। ଅଭିଯୋଗ କରିଛି ମୋର ବହି ଖାତା ଦେଖେଇଲେ, ବିଡିଓଙ୍କୁ ଦେଖେଇଲି, କହିଲେ ଯାଅ ଆମେ ଆଇନ ହିସାବରେ ଯିବୁ, ଏମଆଇ କି ଦବୁ, କଲେକ୍ଟର କତି ଦରଖାସ୍ତ ଦେଇକି ଆମର ଆଇନ ଅନୁଯାୟୀ କାମ କରିବୁ। ଆଉ ଏମିତି ଆମ ପଞ୍ଚାୟତରେ ଆମ 4ଟା ୱାର୍ଡରେ ମିନିମମ 30% ଲୋକ ଏଇ ମାସରେ ଏପର୍ଯ୍ୟନ୍ତ ବି ଚାଉଳ ପାଇନାହାନ୍ତି। 30% ଉର୍ଦ୍ଧ୍ୱ ଲୋକ 2 ମାସରେ ବାକି ରହିଛି। ହେଇଦେବି କହିକି ଡିଲର ତାଙ୍କୁ ଘୁଞ୍ଚେଇ ଚାଲିଛି। ଖାଲି କହୁଛି ମୋର ଇସ୍ୟୁ ହେଇନି, ମୋର 60% ଇସ୍ୟୁ ହେଇଛି, 80% ଇସ୍ୟୁ ହେଇଛି, ଆଉ ଇସ୍ୟୁ ହେଲେ ମୁଁ ଦେବି। ଏଇ କାଲି ଆସ, ଆଜି ଆସ, ଲୋକଙ୍କୁ ବ୍ୟବହାର ଖରାପ କରୁଛି। କହୁଛି ତୁ କଣ କରିବୁ, ଯା ପଳା ବ୍ଲକ ଯା, ମୁଁ କଣ କରିବୁ, ମୋର କେହି କିଛି କରିପାରିବେନି। ମୁଁ ଆଗରୁ ଏମିତି ଦେଇଛି, କଣ ମୋର କରିବା, ମାରିବା ପର୍ଯ୍ୟନ୍ତ ଲୋକ ଯାଇଛି, ଲୋକ ମାରିଛି ବି। ବିଡିଓ କହିଲେ ଆମେ ଇନକ୍ୱାରି କରିକି ଆପଣଙ୍କୁ ସିଏସ କତିକି ପଠେଇବୁ, ସିଏସ ଆସିକି ଇନକ୍ୱାରି କରି କମିଟି କରିକି ଇନକ୍ୱାରି କରିକି ଆମେ ତାଙ୍କ ଉପରେ ପଦକ୍ଷେପ ନେବୁ। ସେ ଅଭିଯୋଗ ଯୋଉଗୁଡାକ ଦେଇଛନ୍ତି ଯେ ଆମର ଡିଲର କିଛି ଟିପ ନେଇଯାଇଛି, ଚାଉଳ ଦେଇନାହିଁ ବୋଲି କହୁଛନ୍ତି। ଆମେ ତାକୁ ପ୍ରପର ଇନକ୍ୱାରି କରିବୁ। ଇନକ୍ୱାରି କଲା ପରେ ଯାହା ନିର୍ଦ୍ଦେଶ ଆସିବ ସେ ଅନୁସାରେ ଆମେ ଡିଲର ଏଗନେଷ୍ଟ ଆକ୍ସନ ନେବୁ।